ପ୍ରଭୁଙ୍କର ଆଶୀର୍ବାଦ ଏମିତି କି ଠିକ୍ ବାହାରିବା ସମୟରେ ମୋ ସାଙ୍ଗ ଆଣିକିରି ମୋତେ ଯାଚିକି ଭୋଗ ଦେଲା, ଏ ନେ ଟିକେ ଭୋଗ ପାଇଦେ। ସେଠି ମୋତେ ବହୁତ ଭଲ ଲାଗିଲା। ତ ଗୋଟେ କଥା ଜାଣିଛନ୍ତି କି ଯୋଉ କହନ୍ତି ଯେ ଆମେ ଯଦି ସତରେ ଥିବା ତାହେଲେ ବହୁତ କିଛି ଜିନିଷ ଭଲ ଆମ ସହିତ ଘଟିବ। ତ ଏବେ ହେଲାଣି ରାତି 3:30 ଆଉ ମୁଁ ଏବେ ଜଷ୍ଟ ଆସିଲି ଆମର ଶିବ ମନ୍ଦିରରୁ। 10 ମିନିଟ୍ ହବ ଆସି ପହଞ୍ଚିଲି। ପ୍ରଭୁ ଝାଡ଼େଶ୍ୱରଙ୍କ ମନ୍ଦିରରେ ଆଜି ଯେହେତୁ ଥିଲା ମହାଶିବରାତ୍ରି ଜାଗର, ଆଜି ଉପବାସ ଥିଲା। ତ ସେଠି ମୁଁ ଗୋଟେ ଜିନିଷ ଦେଖିଲି ଆଜି କି ବହୁତ ସମୟ ମୁଁ ଅପେକ୍ଷା କଲି। ମାନେ ଠାକୁରଙ୍କର ମହାଦୀପ ଉଠିଲା, ସମସ୍ତଙ୍କର ଅପେକ୍ଷା ଥିଲା। ପ୍ରଭୁଙ୍କର ଦୀପ ଉଠିଲା, ସମସ୍ତେ ଦୀପ ଦର୍ଶନ କଲେ, ଆଶୀର୍ବାଦ ନେଲେ। ତାପରେ ଆମର ଦୀପ ଉଠି ସାରିଲା ପରେ ମନ୍ଦିର ତରଫରୁ ଗୋଟେ ଭୋଗ ଥାଏ। ତ ସେ ଭୋଗଟି ସମସ୍ତଙ୍କୁ ଦେଲେ। ସେ ଜାଗାରେ ଦେଖିଲି ଏତେ ଭିଡ଼ ଜାଗାରେ ଭୋଗ ମିଳିବ କି ନାହିଁ କଣ କରିବା। ତ ଯାହା ହଉ ପ୍ରଭୁଙ୍କର ଆଶୀର୍ବାଦ ଏମିତି କି ଠିକ୍ ବାହାରିବା ସମୟରେ ମୋ ସାଙ୍ଗ ଆଣିକିରି ମୋତେ ଯାଚିକି ଭୋଗ ଦେଲା, ଏ ନେ ଟିକେ ଭୋଗ ପାଇଦେ। ସେଠି ମୋତେ ବହୁତ ଭଲ ଲାଗିଲା।